ଦେଖନ୍ତୁ ପୀयूष ଭାଇ କି ଖାଲି ଏକା ଲୋକ ପସନ୍ଦ କରୁନଥିଲେ। କେବଳ କ'ଣ ଖାଲି ପୀयूष ଭାଇ ଯୋଉଠି ଥିଲେ ସମସ୍ତେ ସେଇଠି ଥିଲେ କି? ସବୁଆଡ଼େ ଯାତ୍ରା ହେଉଛି, ଯୋଉଠି ବି ଯାତ୍ରା ପଡ଼ୁଛି ଲୋକ ଯାଉଛନ୍ତି, ଯାତ୍ରାକୁ ଲୋକ ଭଲ ପାଉଛନ୍ତି, ଆଉ ନାଟକକୁ ଭଲ ପାଉଛନ୍ତି, ସବୁ ଜିନିଷକୁ ଭଲ ପାଉଛନ୍ତି। ଓଭରଅଲ୍ ଦେଖିବାକୁ ଗଲେ ଲୋକ ଯାତ୍ରା ଦେଖିବା ପାଇଁ ରାତିରେ ଯାଉଛନ୍ତି। ଯୋଉଠି ବି ପାର୍ଟି ପଡ଼ୁଛି ଅଲ୍ ଓଡ଼ିଶାରେ ସବୁ ଯେତିକି ଧନ୍ୟ ନା ପାର୍ଟି ଏଠି ଗୋଟେ ଆମର ଯେମିତି ଚରମ୍ପାରେ ଏଇନା ପାର୍ଟି ପଡ଼ିଛି, ଏଇଠି ଭଦ୍ରକ କାଳୀ ପୂଜାର ଯୋଉ ପାର୍ଟି ପଡ଼ିଛି ଏଠି ଦିନ 4ଟା 5ଟା ପାର୍ଟି ପଡ଼ିଛି। ଖାଲି ତ ଆମର ଏକା ଲୋକ ହଉନାହାନ୍ତି ନା, ସମସ୍ତଙ୍କର ଲୋକ ହଉଛନ୍ତି। ସେମିତି ପୀयूष ଭାଇକି ଯେତିକି ଭଲ ପାଇବା ଦଉଛନ୍ତି ଅଲଗା ଦର୍ଶକ ମାନେ ଅଲଗା କଳାକାର ମାନଙ୍କୁ ବି ସେମିତି ଦର୍ଶକ ମାନେ ଭଲ ପାଇବା ଦଉଛନ୍ତି। ନାଇଁ ନାଇଁ ଏଇଟା ଭୁଲ କଥା। ପୀयूଷ ଭାଇ ପ୍ରତି ଭଲ ପାଇବା କମିଲା ବୋଲି ଆପଣ କେମିତି କହିପାରିବେ? ଭାଇ ଏଇ ବର୍ଷ ଅଛନ୍ତି ମାନେ ଘରେ ଅଛନ୍ତି, ସେ ବି ଜାନୁଆରୀ 5ରେ ଆସିବେ ଯାତ୍ରା କରିବା ପାଇଁ। ସେ ମୋତେ ସବୁ କ୍ଷେତ୍ରରେ ହେଲ୍ପ କରନ୍ତି, ସବୁ କ୍ଷେତ୍ରରେ। ମାନେ ମୁଁ ଯଦି କୋଉଠି ମାନେ ଯୋଉଟା ଲୋକମାନଙ୍କ ଭିତରେ ଯୋଉ ଗୋଟେ ଚାଲିଛି ଯେ ଗୋଟେ ପୀयूष ଭାଇକି ନେଇକି ଯୋଉ ଏମିତି ଯୋଉ ଜିନିଷଟା ଚାଲିଛି, ଏଇଟା ସେମିତି କିଛି ନୁହଁ। ମାନେ ମୁଁ ତାଙ୍କୁ ବଡ଼ ଭାଇ ବୋଲି ଭଲ ପାଏ, ସେ ମୋତେ ସାନ ଭାଇ ବୋଲି ସ୍ନେହ କରନ୍ତି। ନାଇଁ ଆଜ୍ଞା ସେଇଟା ଭୁଲ କଥା। ପୀयूଷ ଭାଇ ଦେଖନ୍ତୁ ପ୍ରଥମେ ଯଦି କମ୍ପେୟାର ତ କରିବା କଥା ଟୋଟାଲି ନୁହଁ, କିନ୍ତୁ କମ୍ପେୟାର ଟୋଟାଲି କରିବା କଥା ନୁହଁ, କିନ୍ତୁ ଏଇଥିପାଇଁ କମ୍ପେୟାର ଲୋକମାନେ କାହିଁ କରୁଛନ୍ତି ମୁଁ ବି ଜାଣିପାରୁନି। କାହିଁକିନା ପୀयूଷ ଭାଇ ଜଣେ 15 ବର୍ଷ 16 ବର୍ଷର ଆର୍ଟିଷ୍ଟ। ମୁଁ ଗୋଟେ 2 ବର୍ଷ ହେଲାଣି ମାତ୍ର 2 ବର୍ଷ 2 ମାସ ହବାର ଆର୍ଟିଷ୍ଟ। ତ ମୁଁ ମାତ୍ର ଏଇ କେତେ 4 5ଟା 6ଟା ନାଟକ ଏମିତି କରିଥିବି। ତ ଗୋଟେ ଏତେ ବଡ଼ ସିନିୟର ଆର୍ଟିଷ୍ଟଙ୍କ ସହିତ ମୋତେ ତୁଳନା କରିବାଟା ପୁରା ଭୁଲ ଆଜ୍ଞା।